ଦଶମ ଅଧ୍ୟାୟ। ଶ୍ରୀ ସାଇବାବାଙ୍କ ନିତ୍ୟଚର୍ଯ୍ୟା, ଶୟନ ଖଟ, ଶିରିଡ଼ିରେ ନିବାସ, ତାଙ୍କର ଉପଦେଶ ବିନମ୍ରତା, ନାନାବଳୀ, ସୁଗମ ପଥ। ପ୍ରାରମ୍ଭ। ଶ୍ରୀ ସାଇବାବାଙ୍କୁ ସର୍ବଦା ପ୍ରେମପୂର୍ବକ ସ୍ମରଣ କର, କାରଣ ସେ ସର୍ବଦା ଅନ୍ୟର କଲ୍ୟାଣ ନିମିତ୍ତ ତତ୍ପର ତଥା ଆତ୍ମଲୀନ ରହିଥାନ୍ତି। ତାଙ୍କ ସ୍ମରଣ କରିବା ଦ୍ୱାରା ଜୀବନ ମୃତ୍ୟୁର ବିଷମ ସମସ୍ୟାର ସମାଧାନ ହୋଇଥାଏ। ସାଧନାମାନଙ୍କ ମଧ୍ୟରେ ଏହା ଅତି ଶ୍ରେଷ୍ଠ ତଥା ସର୍ବାପେକ୍ଷା ସରଳ ସାଧନା, କାରଣ ଏଥିରେ କିଛି ବ୍ୟୟ କରିବାକୁ ପଡ଼େ ନାହିଁ। କେବଳ ଅଳ୍ପମାତ୍ର ପରିଶ୍ରମ ଦ୍ୱାରା ଭବିଷ୍ୟତ ଅନ୍ତତଃ ଫଳଦାୟୀ ହୋଇଥାଏ। ଯେପର୍ଯ୍ୟନ୍ତ ଇନ୍ଦ୍ରିୟଗୁଡ଼ିକ ଶକ୍ତିଶାଳୀ ଥିବେ, ପ୍ରତି ମୁହୂର୍ତ୍ତରେ ସାଧନା ଆଚରଣ କରିବା ଉଚିତ। ଗୁରୁ ହିଁ ସାକ୍ଷାତ ଈଶ୍ୱର ଅଟନ୍ତି। ଆମକୁ ତାଙ୍କର ପବିତ୍ର ଚରଣରେ ସଦା ରଖିବାକୁ ହେବ। ସେ ସମସ୍ତ ପ୍ରାଣୀଙ୍କର ଭାଗ୍ୟବିଧାତା ତଥା ପ୍ରେମମୟ ପ୍ରଭୁ ଅଟନ୍ତି। ଯିଏ ଅନନ୍ୟ ଭାବରେ ତାଙ୍କର ସେବା କରିବେ, ସେହି ଭବସାଗରରୁ ନିଶ୍ଚୟ ମୁକ୍ତି ଲାଭ କରିବେ। ନ୍ୟାସିକ ଅଥବା ଦର୍ଶନଶାସ୍ତ୍ର ଅଧ୍ୟୟନର କୌଣସି ଆବଶ୍ୟକତା ନାହିଁ। ଯେଉଁଭଳି ନଦୀ ବା ସାଗର ପାର କରିବା ସମୟରେ ନାବିକ ଉପରେ ବିଶ୍ୱାସ ରଖିବାକୁ ହୁଏ, ସେପରି ବିଶ୍ୱାସ ଭବସାଗର ପାରିବା ପାଇଁ ସଦ୍ଗୁରୁଙ୍କ ଉପରେ ରଖିବା ଆବଶ୍ୟକ। ସଦ୍ଗୁରୁ ତ କେବଳ ଭକ୍ତର ଭକ୍ତି ଭାବକୁ ଦେଖି ତାହାକୁ ଜ୍ଞାନ ଓ ପରମାନନ୍ଦ ପ୍ରାପ୍ତି କରାନ୍ତି। ଗତ ଅଧ୍ୟାୟରେ ବାବାଙ୍କର ଭିକ୍ଷାବୃତ୍ତି, ଭକ୍ତଙ୍କର ଅନୁଭବ ତଥା ଅନ୍ୟାନ୍ୟ ବିଷୟର ବର୍ଣ୍ଣନା କରାଯାଇଛି। ଏବେ ପାଠକଗଣ ଶୁଣନ୍ତୁ, ଶ୍ରୀ ସାଇବାବା କିପରି ରହୁଥିଲେ, ଶୟନ କରୁଥିଲେ ଏବଂ ଶିକ୍ଷା ପ୍ରଦାନ କରୁଥିଲେ। ବାବାଙ୍କର ବିଚିତ୍ର ବିଛଣା। ପ୍ରଥମେ ଦେଖିବା ବାବା କିପରି ଶୟନ କରୁଥିଲେ। ଶ୍ରୀ ନାନାସାହେବ ବେଙ୍ଗଲେ ଗୋଟିଏ ଚାରି ହାତ ଲମ୍ବ ଓ ଏକ ହାତ ଚଉଡ଼ା ପଟା ଶ୍ରୀ ସାଇବାବାଙ୍କ ଶୟନ ନିମନ୍ତେ ଆଣିଲେ। ପଟାକୁ ତଳେ ରଖି ଶୋଇବା ପରିବର୍ତ୍ତେ ବାବା ମସଜିଦ୍ ଛାତରେ ଥିବା ପୁରୁଣା ବଳରେ ଲୁଗାଧାଡ଼ି ସହାୟତାରେ ତାହାକୁ ବାନ୍ଧି ସମାନ୍ତରାଳ ଭାବରେ ଝୁଲାଇ ତାହା ଉପରେ ଶୟନ କଲେ। ଲୁଗାଧାଡ଼ିର ସାମର୍ଥ୍ୟ ବା କେତେ, ତେଣୁ ସମସ୍ତେ ଏହାର ସ୍ଥାୟିତ୍ୱ ନେଇ ଆଶଙ୍କା କରୁଥିଲେ। କେବଳ ପଟାର ଭାର ବୋହିବା ତା ପକ୍ଷରେ ସମ୍ଭବ ନଥିଲା। ବାବାଙ୍କ ଓଜନ ବା ସମ୍ଭାଳିବା କିପରି, ଯାହା ହେଉ ସେକଥା ସ୍ୱୟଂ ରାମ ଜାଣନ୍ତି। ତେବେ ଏହା ବାବାଙ୍କର ଏକ ଲୀଳା ଥିଲା ବୋଲି କୁହାଯାଇପାରେ, କାରଣ ପୁରୁଣା ଲୁଗାଧାଡ଼ି ତାଙ୍କର ଭାର ସମ୍ଭାଳି ଚାଲିଥିଲା। ବାବାଙ୍କର ଏହି ପଟା ଉପରେ ଉପବେଶନ ଓ ଶୟନ ଦୃଶ୍ୟ ଦେବତାମାନଙ୍କ ପାଇଁ ମଧ୍ୟ ଦୁର୍ଲଭ ଥିଲା। ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ ଯେ ବାବା କିପରି ପଟା ଉପରକୁ ଚଢ଼ିବେ ଓ ସେଥିରୁ ଓହ୍ଲାଇବେ। କୌତୂହଳବଶତଃ ଏହାର ରହସ୍ୟ ଦେଖିବାକୁ ଲୋକମାନେ ଉତ୍କଣ୍ଠାର ସହ ଚାହିଁ ବସିଥିଲେ, କିନ୍ତୁ କେହି ଏହାକୁ ବୁଝିବାକୁ ସକ୍ଷମ ହେଉନଥିଲେ। ଦିନକୁ ଦିନ ଭିଡ଼ ବଢ଼ିବା ଲାଗିବାରୁ ଦିନେ ବାବା ପଟାଟିକୁ ଭାଙ୍ଗି ଫିଙ୍ଗିଦେଲେ। ଯଦିଓ ବାବାଙ୍କର ଅଷ୍ଟସିଦ୍ଧି ପ୍ରାପ୍ତ ହୋଇଥିଲା, ସେ କେବେ ବି ତାର ପ୍ରୟୋଗ କରୁନଥିଲେ କି ତାଙ୍କର ସେଥିପାଇଁ ଇଚ୍ଛା ମଧ୍ୟ ନଥିଲା। ସ୍ୱାଭାବିକ ରୂପରେ ପୂର୍ଣ୍ଣତା ପ୍ରାପ୍ତ ହୋଇଥିବାରୁ ସେସବୁ ଶକ୍ତି ତାଙ୍କ ପାଖକୁ ଆସିଥିଲା। ବ୍ରହ୍ମଙ୍କ ସଗୁଣ ଅବତାର। ବାହ୍ୟ ଦୃଷ୍ଟିରେ ସାଇବାବା 3 ହାତ ଲମ୍ବର ଜଣେ ସାଧାରଣ ପୁରୁଷ ଥିଲେ, କିନ୍ତୁ ସେ ସମସ୍ତଙ୍କ ହୃଦୟରେ ବିରାଜମାନ ଥିଲେ। ଅନ୍ତରରେ ସେ ଆସକ୍ତି ରହିତ ଏବଂ ସ୍ଥିର ଥିଲେ, ମାତ୍ର ବାହାରେ ଜନକଲ୍ୟାଣ ନିମିତ୍ତ ସର୍ବଦା ଚିନ୍ତିତ ରହୁଥିଲେ। ଅନ୍ତରରେ ସେ ସମ୍ପୂର୍ଣ୍ଣ ନିଃସ୍ୱାର୍ଥପର ଥିଲେ। ଭକ୍ତମାନଙ୍କ ପାଇଁ ତାଙ୍କର ହୃଦୟରେ ପରମ ଶାନ୍ତି ବିଦ୍ୟମାନ ଥିଲା, କିନ୍ତୁ ବାହାରେ ସେ ଅଶାନ୍ତ ପ୍ରତୀତ ହେଉଥିଲେ। ଭିତରେ ସେ ବ୍ରହ୍ମଜ୍ଞାନୀ, କିନ୍ତୁ ବାହାରେ ସଂସାରରେ ଜଡ଼ିତ ହୋଇଥିବା ପରି ଜଣାପଡ଼ୁଥିଲେ। ସେ କେବେ ପ୍ରେମ ଦୃଷ୍ଟିରେ ଦେଖୁଥିଲେ ତ କେତେବେଳେ ପଥର ଫିଙ୍ଗୁଥିଲେ, କେବେ ଗାଳି ଦେଉଥିଲେ ତ କେବେ ହୃଦୟ ଲଗାଉଥିଲେ। ସେ ଗମ୍ଭୀର, ଶାନ୍ତ ଓ ସହନଶୀଳ ଥିଲେ। ସେ ସର୍ବଦା ଦୃଢ଼ ଓ ଆତ୍ମଲୀନ ରହୁଥିଲେ ତଥା ସର୍ବଦା ଭକ୍ତମାନଙ୍କ ଧ୍ୟାନ ରଖୁଥିଲେ। ଗୋଟିଏ ଆସନ ଉପରେ ସେ ବିରାଜମାନ କରୁଥିଲେ ଓ କେବେ ଯାତ୍ରାରେ ବାହାରୁ ନଥିଲେ। ତାଙ୍କର ଦଣ୍ଡ ଏକ ଛୋଟିଆ ବାଡ଼ି ଥିଲା, ଯାହାକୁ ସେ ସର୍ବଦା ନିଜ ପାଖରେ ସାଇତି ରଖୁଥିଲେ। ବିଚାରମୁକ୍ତ ହୋଇଥିବା ଯୋଗୁଁ ସେ ଶାନ୍ତ ଥିଲେ। କାଞ୍ଚନ ଓ କୀର୍ତ୍ତିରେ ତାଙ୍କର ସାମାନ୍ୟ ଚିନ୍ତା ନଥିଲା। ଭିକ୍ଷାବୃତ୍ତି ଦ୍ୱାରା ସେ ଜୀବନ ନିର୍ବାହ କରୁଥିଲେ। ତାଙ୍କର ଜୀବନ ଏହି ପ୍ରକାର ଥିଲା। ଆଲ୍ଲାହ ମାଲିକ ସର୍ବଦା ତାଙ୍କର ଓଠରେ ଉଚ୍ଚାରିତ ହେଉଥିଲା। ଭକ୍ତମାନଙ୍କ ପ୍ରତି ତାଙ୍କର ବିଶ୍ୱାସ ଓ ଅତୁଟ ପ୍ରେମ ରହିଥିଲା। ସେ ଆତ୍ମଜ୍ଞାନର ଭଣ୍ଡାର ଓ ପରମ ଦିବ୍ୟ ସ୍ୱରୂପ ଥିଲେ। ଶ୍ରୀ ସାଇବାବାଙ୍କର ଦିବ୍ୟ ଗୁଣ ଏହିପରି ଥିଲା। ଏକ ଅପରିମିତ, ଅନନ୍ତ, ସତ୍ୟ ଏବଂ ଅପରିବର୍ତ୍ତନ ସିଦ୍ଧାନ୍ତ, ଯାହା ଅଧୀନରେ ସମଗ୍ର ବିଶ୍ୱ ମୂର୍ତ୍ତିମାନ। ଶ୍ରୀ ସାଇବାବାଙ୍କ ତାହା ପରିଗ୍ରହ ହୋଇଥିଲା। ଏହି ଅମୂଲ୍ୟ ନିଧି କେବଳ ସଦ୍ଗୁଣସମ୍ପନ୍ନ ଓ ଭାଗ୍ୟଶାଳୀ ଭକ୍ତଙ୍କୁ ହିଁ ପ୍ରାପ୍ତ ହୁଏ। ଯେଉଁମାନେ ଶ୍ରୀ ସାଇବାବାଙ୍କୁ କେବଳ ମନୁଷ୍ୟ ବା ସାଧାରଣ ପୁରୁଷ ବୋଲି ମନେ କରନ୍ତି, ସେମାନେ ବାସ୍ତବିକ ଅଭାଗା ବୋଲି ବିଚାର କରିବାକୁ ହେବ। ଶ୍ରୀ ସାଇବାବାଙ୍କ ମାତାପିତା ତଥା ତାଙ୍କର ଜନ୍ମତିଥି ଠିକ୍ ଭାବରେ କାହାକୁ ବି ଜଣା ନଥିଲା। ତଥାପି ଶିରିଡ଼ିରେ ତାଙ୍କର ଅବସ୍ଥାନରୁ ଏ ସମ୍ପର୍କରେ କିଛିଟା ଆକଳନ କରାଯାଇପାରୁଛି। ଯେତେବେଳେ ବାବା ପ୍ରଥମେ ଶିରିଡ଼ି ଆସିଥିଲେ, ସେହି ସମୟରେ ତାଙ୍କର ବୟସ ପ୍ରାୟ 16 ବର୍ଷ ଥିଲା। ଶିରିଡ଼ିରେ 3 ବର୍ଷ ରହିବା ପରେ ସେ ପୁଣି ଅନ୍ତର୍ଦ୍ଧାନ ହୋଇଗଲେ। କିଛି ବର୍ଷ ପରେ ଔରଙ୍ଗାବାଦ ନିକଟରେ ସେ ପ୍ରକଟ ହେଲେ ଏବଂ ଚାନ୍ଦ ପଟେଲଙ୍କ ବରଯାତ୍ରୀ ସହ ମିଶି ଶିରିଡ଼ିରେ ପୁନଃପଦାର୍ପଣ କଲେ। ସେହି ସମୟରେ ତାଙ୍କର ବୟସ ପ୍ରାୟ 20 ବର୍ଷ ହୋଇଥିଲା। ଏହା ପରଠାରୁ 60 ବର୍ଷ ପର୍ଯ୍ୟନ୍ତ ସେ ଶିରିଡ଼ିରେ ଅବସ୍ଥାନ କଲେ ଏବଂ 1918ରେ ମହାସମାଧିରେ ଲୀନ ହେଲେ। ଏହି ତଥ୍ୟ ଆଧାରରେ ଆମେ କହିପାରିବା, ବାବାଙ୍କର ଜନ୍ମ 1838 ମସିହାରେ ହୋଇଥିଲା। ବାବାଙ୍କର ଧ୍ୟେୟ ଓ ଉପଦେଶ। ସପ୍ତଦଶ ଶତାବ୍ଦୀ ଅର୍ଥାତ୍ 1608ରୁ 1681 ମଧ୍ୟରେ ସନ୍ଥ ରାମଦାସ ପ୍ରକଟ ହୋଇଥିଲେ ଏବଂ ସେ ଯବନମାନଙ୍କଠାରୁ ଗୋ ଓ ବ୍ରାହ୍ମଣଙ୍କ ରକ୍ଷା କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ କଲେ।
ଦୁଇ ଶତାବ୍ଦୀ ଅତିବାହିତ ହେବା ପରେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ବୈଷମ୍ୟ ବୃଦ୍ଧି ପାଇଲ। ଏହାକୁ ଦୂର କରିବା ନିମନ୍ତେ ସାଇବାବା ପ୍ରକଟ ହେଲେ। ସମସ୍ତଙ୍କ ନିମନ୍ତେ ତାଙ୍କର ଉପଦେଶ ଥିଲା, ରାମ ଓ ରହିମ ଏକ ଓ ସେମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ତୁମେ ତାଙ୍କର ଅନୁଗାମୀ ହୋଇ କାହିଁକି ପରସ୍ପର ଭିତରେ କଳହ କରୁଛ? ଅଜ୍ଞାନୀ ବାଳକ, ଦୁଇ ସମ୍ପ୍ରଦାୟ ମଧ୍ୟରେ ଏକତା ରଖି ପରସ୍ପର ମିଳିମିଶି ରହ, ଶାନ୍ତିରେ ଜୀବନଯାପନ କର ଏବଂ ଏହିପରି ଭାବରେ ରାଷ୍ଟ୍ରୀୟ ଏକତା ଧ୍ୟେୟ ପ୍ରାପ୍ତି କର। କଳହ ଓ ବିବାଦ ବ୍ୟର୍ଥ ଅଟେ। ପରସ୍ପର ମଧ୍ୟରେ ବିବାଦ ଓ ପ୍ରାଣଘାତକ ହେବାରୁ ନିବୃତ୍ତ ରହ। ସର୍ବଦା ନିଜର ହିତ ତଥା କଲ୍ୟାଣ ଚିନ୍ତା କର। ଶ୍ରୀହରି ନିଶ୍ଚୟ ତୁମକୁ ରକ୍ଷା କରିବେ। ଯୋଗ, ବୈରାଗ୍ୟ, ତପ, ଜ୍ଞାନ ଇତ୍ୟାଦି ଈଶ୍ୱରଙ୍କ ନିକଟରେ ପହଞ୍ଚିବାର ପ୍ରକୃଷ୍ଟ ମାର୍ଗ ଅଟେ। ଯଦି ତୁମେ କୌଣସି ମତେ ସଫଳ ସାଧକ ହୋଇପାରୁନାହ, ତାହେଲେ ତୁମର ଜନ୍ମ ବ୍ୟର୍ଥ ହେଲା ବୋଲି ଜାଣ। ତୁମର ଯିଏ ଯେତେ ବି ନିନ୍ଦା କରୁନା କାହିଁକି, ତୁମେ ତାର ପ୍ରତିବାଦ କର ନାହିଁ। ଯଦି କିଛି ଶୁଭ କର୍ମ କରିବାର ଇଚ୍ଛା ଥାଏ, ତାହେଲେ ସର୍ବଦା ଅନ୍ୟର ଭଲ କର। ସଂକ୍ଷେପରେ ଶ୍ରୀ ସାଇବାବାଙ୍କର ଉପଦେଶ ହେଉଛି, ଉପରୋକ୍ତ କଥା ଅନୁସାରେ ଆଚରଣ ପ୍ରଦର୍ଶନ କଲେ ଜଣଙ୍କର ଉଭୟ ଭୌତିକ ଓ ଆଧ୍ୟାତ୍ମିକ ଉନ୍ନତି ସମ୍ଭବ ହେବ। ସଚ୍ଚିଦାନନ୍ଦ ସଦ୍ଗୁରୁ ଶ୍ରୀ ସାଇନାଥ ମହାରାଜ। ଗୁରୁ ତ ଅନେକ ଅଛନ୍ତି। କେତେକ ଗୁରୁ ଏପରି ଅଛନ୍ତି ଯେଉଁମାନେ ହାତରେ ବୀଣା ଓ କରତାଳ ଧରି ଦର ଦର ବୁଲି ସେମାନଙ୍କର ଧାର୍ମିକ ଭାବ ପ୍ରଦର୍ଶନ କରନ୍ତି। ସେମାନେ ଶିଷ୍ୟର କାନରେ ମନ୍ତ୍ର ଫୁଙ୍କନ୍ତି ଓ ସେମାନଙ୍କର ସମ୍ପତ୍ତି ଶୋଷଣ କରନ୍ତି। ଈଶ୍ୱର ଭକ୍ତି ତଥା ଧାର୍ମିକତାର କେବଳ ସେମାନେ ଅଭିନୟ କରନ୍ତି। ବସ୍ତୁତଃ ସେମାନେ ଅପବିତ୍ର ଓ ଅଧାର୍ମିକ। ସାଇବାବା ଧାର୍ମିକ ନିଷ୍ଠା ପ୍ରଦର୍ଶନ କରିବା କଥା କେବେ ମନରେ କଳ୍ପନା କରିନାହାନ୍ତି। ଦୈହିକ ଚେତନା ତାଙ୍କୁ କିଛି ମାତ୍ର ସ୍ପର୍ଶ କରିନଥିଲା। ଅପରପକ୍ଷରେ ଭକ୍ତମାନଙ୍କ ପାଇଁ ତାଙ୍କର ଅସୀମ ପ୍ରେମ ଥିଲା। ଗୁରୁ ଦୁଇ ପ୍ରକାର, ନିୟତ ଅର୍ଥାତ୍ ବିଧି ନିର୍ଦ୍ଦିଷ୍ଟ ଏବଂ ଅନିୟତ ଅର୍ଥାତ୍ ସାଧାରଣ ଅଥବା ବିଧି ସ୍ଥିରୀକୃତ ନୁହେଁ। ଅନିୟମିତ ଗୁରୁଙ୍କ ଆଦେଶରେ ନିଜ ଭିତରେ ଉତ୍ତମ ଗୁଣର ବିକାଶ ଘଟେ ତଥା ଚିତ୍ତଶୁଦ୍ଧି ହୋଇ ବିବେକର ବୃଦ୍ଧି ଘଟେ। ଭକ୍ତି ମାର୍ଗରେ ସେ ଶିଷ୍ୟକୁ ନିୟୋଜିତ କରନ୍ତି, କିନ୍ତୁ ନିୟତ ଗୁରୁଙ୍କ ସଙ୍ଗତି ମାତ୍ରେ ଦ୍ୱୈତବୁଦ୍ଧିର ଶୀଘ୍ର ହ୍ରାସ ହୋଇଯାଏ। ଗୁରୁ ଆହୁରି ଅନେକ ପ୍ରକାର ଅଛନ୍ତି, ଯେଉଁମାନେ ଭିନ୍ନ ଭିନ୍ନ ସାଂସାରିକ ଶିକ୍ଷା ପ୍ରଦାନ କରନ୍ତି। ଯଥାର୍ଥରେ ଯିଏ ଆମକୁ ଆତ୍ମସ୍ଥ କରି ଏ ଭବସାଗରରୁ ଉଦ୍ଧାର କରନ୍ତି, ସେ ହିଁ ସଦ୍ଗୁରୁ ଅଟନ୍ତି। ଶ୍ରୀ ସାଇବାବା ସେହି ସ୍ତରର ସଦ୍ଗୁରୁ ଥିଲେ। ତାଙ୍କର ମହାନତା ଅବର୍ଣ୍ଣନୀୟ। ଯେଉଁ ଭକ୍ତ ବାବାଙ୍କ ଦର୍ଶନ ନିମନ୍ତେ ଆସୁଥିଲେ, ସେମାନେ ପ୍ରଶ୍ନ କରିବା ପୂର୍ବରୁ ହିଁ ବାବା ସେମାନଙ୍କର ସମସ୍ତ ଜୀବନର ତିନି କାଳର ଘଟଣାଗୁଡ଼ିକ ବର୍ଣ୍ଣନା କରିଦେଉଥିଲେ। ସେ ସମସ୍ତ ଭୂତରେ ଈଶ୍ୱରଙ୍କ ଦର୍ଶନ କରୁଥିଲେ। ଶତ୍ରୁ ଓ ମିତ୍ର ଉଭୟ ତାଙ୍କ ପାଇଁ ସମାନ ଥିଲେ। ସେ ନିଃସ୍ୱାର୍ଥପର ତଥା ଦୃଢ଼ ଥିଲେ। ଭାଗ୍ୟ ଓ ଦୁର୍ଭାଗ୍ୟର ତାଙ୍କ ଉପରେ କୌଣସି ପ୍ରଭାବ ନଥିଲା। ସେ କେବେ ବି ସଂଶୟଗ୍ରସ୍ତ ହେଉନଥିଲେ। ଦେହରେ ରହି ମଧ୍ୟ ଦେହ ପ୍ରତି ତାଙ୍କର କିଛି ଆସକ୍ତି ନଥିଲା। ଦେହ ତ ତାଙ୍କ ପାଇଁ ଏକ ଆବରଣ ଥିଲା। ଯଥାର୍ଥରେ ସେ ନିତ୍ୟ ମୁକ୍ତ ଥିଲେ। ଶ୍ରୀ ଶିରିଡ଼ି ବାବାଙ୍କ ଜୀବନ ଧନ୍ୟ। ଯେଉଁମାନେ ଶ୍ରୀ ସାଇବାବାଙ୍କୁ ଈଶ୍ୱର ରୂପରେ ଉପାସନା କରୁଥିଲେ, ଶୟନ, ଜାଗରଣ, ଖାଦ୍ୟପେୟ ବେଳେ, ଘରେ ତଥା ବିଲରେ କାର୍ଯ୍ୟ କଲାବେଳେ ସବୁ ସମୟରେ ସେମାନେ ବାବାଙ୍କର ସ୍ମରଣ ତଥା ଗୁଣଗାନ କରୁଥିଲେ। ସାଇବାବାଙ୍କ ଭିନ୍ନ ଦ୍ୱିତୀୟ ଈଶ୍ୱରଙ୍କୁ ସେମାନେ ଜାଣିନଥିଲେ। ଶିରିଡ଼ିର ନାରୀମାନଙ୍କ ପ୍ରେମର ମଧୁରତା ତ ଭାଷାରେ ବର୍ଣ୍ଣନା କରିହେବ ନାହିଁ। ସେମାନେ ସମ୍ପୂର୍ଣ୍ଣ ସରଳ ଓ ନିଷ୍କପଟ ଥିଲେ। ସେମାନଙ୍କର ପବିତ୍ର ପ୍ରେମ ଗାଉଁଲି ଭାଷାରେ ଭଜନର ରୂପ ନେଉଥିଲା। ଯଦିଓ ସେମାନେ ଶିକ୍ଷିତ ନଥିଲେ, ତଥାପି ସେମାନଙ୍କର ସରଳ ଭଜନରେ ବାସ୍ତବିକ କାବ୍ୟର ଝଲକ ଫୁଟି ଉଠୁଥିଲା। ସେଥିରେ କୌଣସି ପ୍ରକାର ପାଣ୍ଡିତ୍ୟ ନଥିଲେ ମଧ୍ୟ ସେମାନଙ୍କର ସଚ୍ଚା ପ୍ରେମକୁ କବିତାର ଅନ୍ତଃସଲୀଳା ଫଲ୍ଗୁଧାରା ଝରି ଆସୁଥିଲା। କବିତା ତ ସଚ୍ଚା ପ୍ରେମର ନିଦର୍ଶନ। ଚତୁର ଶ୍ରୋତାଗଣ ହିଁ ଏହାର ଯଥାର୍ଥ ଦର୍ଶନ କିମ୍ବା ରସିକତା ଅନୁଭବ କରିପାରିବେ। ବାବାଙ୍କର ବିନମ୍ରତା। ଏପରି କୁହାଯାଏ ଯେ ଭଗବାନଙ୍କ ନିକଟରେ 6 ପ୍ରକାର ବିଶେଷ ଗୁଣ ଥାଏ, ଯଥା ଯଶ, ବୈଭବ, ବୈରାଗ୍ୟ, ଜ୍ଞାନ, ଐଶ୍ୱର୍ଯ୍ୟ ଓ ମହାନୁଭବତା। ଶ୍ରୀ ସାଇବାବାଙ୍କ ନିକଟରେ ମଧ୍ୟ ଏହିସବୁ ଗୁଣ ବିଦ୍ୟମାନ ଥିଲା। ସେ ଭକ୍ତମାନଙ୍କ ଇଚ୍ଛାପୂର୍ତ୍ତି ନିମିତ୍ତ ସଗୁଣ ଅବତାର ଧାରଣ କଲେ। ତାଙ୍କର କୃପା ବଡ଼ ବିଚିତ୍ର ଥିଲା। ଭକ୍ତମାନଙ୍କ ପାଇଁ ସେ ତାଙ୍କ ଶ୍ରୀମୁଖରୁ ଏପରି ବଚନ ପ୍ରକାଶ କରୁଥିଲେ, ଯାହାର ବର୍ଣ୍ଣନା କରିବାକୁ ଦେବୀ ସରସ୍ୱତୀ ମଧ୍ୟ ସାହସ କରିବେ ନାହିଁ। ସେ ବିଷୟରେ ଏଠାରେ କେବଳ ଏକ ରୋଚକ ଦୃଷ୍ଟାନ୍ତ ଉଲ୍ଲେଖ କରାଯାଉଛି। ବାବା ଅତି ବିନମ୍ରତାର ସହ କହୁଥିଲେ, ଦାସନ ଦାସ, ମୁଁ ତୁମର ଋଣୀ ଅଟେ। କିପରି ବିନମ୍ରତା ଦେଖନ୍ତୁ। ଯଦିଓ ବାହ୍ୟ ଦୃଷ୍ଟିରେ ବାବା ବିଷୟ ପଦାର୍ଥକୁ ଉପଭୋଗ କରିବା ପ୍ରତୀତ ହେଉଥିଲା, କିନ୍ତୁ ତାହାର କିଞ୍ଚିତ ବାସନା ତାଙ୍କ ପାଖରେ ନଥିଲା କିମ୍ବା ତାହାର ଉପଯୋଗ କରିବା ଜ୍ଞାନ ନଥିଲା। ସେ ଅବଶ୍ୟ ଆହାର ନେଉଥିଲେ, କିନ୍ତୁ ତାଙ୍କ ଜିହ୍ୱାର କୌଣସି ସ୍ୱାଦ ଶକ୍ତି ନଥିଲା। ସେ ଆଖିରେ ଦେଖୁଥିଲେ, କିନ୍ତୁ ସେ ଦୃଶ୍ୟରେ ତାଙ୍କର କୌଣସି ରୁଚି ନଥିଲା। କାର୍ଯ୍ୟ ବିଷୟରେ ସେ ହନୁମାନଙ୍କ ସଦୃଶ ଅଖଣ୍ଡ ବ୍ରହ୍ମଚାରୀ ଥିଲେ। ତାଙ୍କର କୌଣସି ପଦାର୍ଥରେ ଆସକ୍ତି ନଥିଲା। ସେ ଶୁଦ୍ଧ ଚୈତନ୍ୟ ସ୍ୱରୂପ ଥିଲେ, ଯେଉଁଠାରେ ସମସ୍ତ ଇଚ୍ଛା, ଅହଙ୍କାର ଓ ଅନ୍ୟାନ୍ୟ ପ୍ରୟାସ ବିଶ୍ରାମ ନେଉଥିଲା। ସଂକ୍ଷେପରେ ସେ ନିଃସ୍ୱାର୍ଥପର, ମୁକ୍ତ ଏବଂ ପରମବ୍ରହ୍ମ ଥିଲେ। ଏହି କଥାକୁ ବ୍ୟାଖ୍ୟାନ କରିବା ନିମନ୍ତେ ନିମ୍ନରେ ଏକ ରୋଚକ ଦୃଷ୍ଟାନ୍ତର ଉଲ୍ଲେଖ କରାଯାଉଛି। ନାନାବଳୀ। ଶିରିଡ଼ିରେ ନାନାବଳୀ ନାମର ଜଣେ ବିଚିତ୍ର ଓ ଅସାଧାରଣ ବ୍ୟକ୍ତି ଥିଲେ।
ସେ ବାବାଙ୍କର ସମସ୍ତ କାର୍ଯ୍ୟର ଦେଖାଶୁଣା କରୁଥିଲେ। ଦିନେ ଯେତେବେଳେ ବାବା ଆସନରେ ଉପବେଶନ କରିଥିଲେ, ସେ ସାହସ କରି ବାବାଙ୍କୁ ତାଙ୍କ ଆସନରୁ ହଟିବାକୁ କହିଲେ। କେଉଁ ଦିନରୁ ବାବାଙ୍କ ଆସନରେ ବସିବାକୁ ତାଙ୍କର ବଡ଼ ଇଚ୍ଛା ଥିଲା। ଏବେ ସେ ତାହା ଖୋଲି କହିଦେଲେ। ଆଶ୍ଚର୍ଯ୍ୟର ବିଷୟ ଯେ ବାବା ମଧ୍ୟ କିଛି ନ କହି ଛୋଟ ପିଲାଟି ପରି ନିଜ ଆସନରୁ ଉଠି ପଡ଼ିଲେ ଏବଂ ନାନାବଳୀଙ୍କୁ ସେଠାରେ ବସାଇଲେ। କିଛି ସମୟ ପରେ ନାନାବଳୀ ନିଜେ ଉଠିଗଲେ ଏବଂ ବାବାଙ୍କୁ ପୁନରାୟ ତାଙ୍କର ଆସନ ଗ୍ରହଣ କରିବାକୁ ଅନୁରୋଧ କଲେ। ବାବା ନିଜ ଆସନରେ ପୁଣି ବସିଲେ। ଏହା ଦେଖି ନାନାବଳୀ ତାଙ୍କର ସ୍ତ୍ରୀପରରେ ଲୋଟି ପଡ଼ିଲେ। କିନ୍ତୁ ଏ ସମସ୍ତ ବ୍ୟାପାରରେ ବାବାଙ୍କ ମୁହଁରେ ସାମାନ୍ୟ ଅପ୍ରସନ୍ନତାର ଝଲକ ଦେଖିବାକୁ ମିଳିନଥିଲା। ସୁଗମ ପଥ, ସନ୍ଥଙ୍କ କଥା ଶ୍ରବଣ ଏବଂ ସତ୍ସଙ୍ଗ। ଯଦିଓ ବାହ୍ୟ ଦୃଷ୍ଟିରେ ସାଇବାବାଙ୍କ ଆଚରଣ ସାଧାରଣ ପୁରୁଷଙ୍କ ସଦୃଶ ଥିଲା, କିନ୍ତୁ ତାଙ୍କର କାର୍ଯ୍ୟରୁ ତାଙ୍କର ଅସାଧାରଣ ବୁଦ୍ଧିମତ୍ତା ସ୍ପଷ୍ଟ ପ୍ରତୀତ ହେଉଥିଲା। ତାଙ୍କର ସମସ୍ତ କର୍ମ ଭକ୍ତମାନଙ୍କ ହିତ ନିମନ୍ତେ ଉଦ୍ଦିଷ୍ଟ ଥିଲା। ସେ କେବେ ବି ତାଙ୍କର ଭକ୍ତମାନଙ୍କୁ ଆସନ ବା ପ୍ରାଣାୟାମର ନିୟମ ଅଥବା କୌଣସି ଉପାସନା ଆଦେଶ ଦେଉନଥିଲେ କିମ୍ବା ତାଙ୍କ କାନରେ କୌଣସି ମନ୍ତ୍ର ଫୁଙ୍କିନଥିଲେ। ସମସ୍ତଙ୍କ ପାଇଁ ସେ ତ ଏତିକି କହୁଥିଲେ ଯେ ଚତୁରତା ତ୍ୟାଗ କର, ସର୍ବଦା ସାଇ ସାଇ ସ୍ମରଣ କର। ଏପରି ଆଚରଣ କରିବା ଦ୍ୱାରା ସମସ୍ତ ବନ୍ଧନ ତୁଟିଯିବ ଏବଂ ତୁମର ମୁକ୍ତି ହୋଇଯିବ। ପଞ୍ଚାଗ୍ନି, ତପ, ତ୍ୟାଗ, ସ୍ମରଣ, ଅଷ୍ଟାଙ୍ଗ ଯୋଗ ଆଦି ସାଧକ କେବଳ ବ୍ରାହ୍ମଣଙ୍କ ଦ୍ୱାରା ସମ୍ଭବ। ମନର କାର୍ଯ୍ୟ ହେଉଛି ଚିନ୍ତା କରିବା। କୌଣସି ଚିନ୍ତା ନ କରି ମନ ଗୋଟିଏ କ୍ଷଣ ମଧ୍ୟ ରହିପାରିବ ନାହିଁ। ଯଦି ତୁମେ ମନକୁ କୌଣସି ବିଷୟରେ ଲଗାଇଦେବ, ତାହେଲେ ତାହା ସେହି ବିଷୟ ଚିନ୍ତା କରିବାରେ ଲାଗିବ। ଆଉ ଯଦି ତାକୁ ଗୁରୁଙ୍କୁ ଅର୍ପଣ କରିଦେବ, ତାହେଲେ ତାହା ଗୁରୁଙ୍କ ବିଷୟରେ ହିଁ ଚିନ୍ତା କରିବ। ଆପଣମାନେ ଅତି ଧ୍ୟାନ ସହକାରେ ସାଇଙ୍କର ମହାନତା ତଥା ଶ୍ରେଷ୍ଠତା ସମ୍ପର୍କରେ ଶ୍ରବଣ କଲେ। ଏହି କଥା ସାଂସାରିକ ଭୟକୁ ଦୂର କରି ଆଧ୍ୟାତ୍ମିକ ପଥରେ ଅଗ୍ରସର କରାଏ। ଏଥିରେ ମଧ୍ୟ ଏହି କଥାକୁ ସର୍ବଦା ଶ୍ରବଣ ଓ ମନନ କରି ଆଚରଣରେ ମଧ୍ୟ ପାଳନ କରିବା ଉଚିତ। ସାଂସାରିକ କାର୍ଯ୍ୟରେ ପ୍ରବୃତ୍ତ ରହି ମଧ୍ୟ ନିଜର ମନ ସାଇ ଏବଂ ତାଙ୍କ କଥାରେ ନିୟୋଜିତ କରାଯାଇପାରିବ। ଏପରି କଲେ ସାଇଙ୍କ କୃପା ଯେ ଲାଭ ହେବ, ତାହା ନିଶ୍ଚିତ। ତେବେ ଏହା ଅତି ସରଳ ମାର୍ଗ ହୋଇଥିଲେ ମଧ୍ୟ ସମସ୍ତେ ଏହା ଅବଲମ୍ବନ କରି ନ ପାରିବାର କାରଣ କ'ଣ? କାରଣ କେବଳ ଏହା ଯେ ଈଶ୍ୱର କୃପା ଅଭାବରୁ ଲୋକମାନଙ୍କ ମଧ୍ୟରେ ସନ୍ଥ ମହିମା ଶ୍ରବଣ କରିବାକୁ ରୁଚି ଉତ୍ପନ୍ନ ହୁଏ ନାହିଁ। ଈଶ୍ୱରଙ୍କ କୃପାରୁ ହିଁ ପ୍ରତ୍ୟେକ କାର୍ଯ୍ୟ ସୁଚାରୁ ରୂପରେ ଏବଂ ସୁନ୍ଦର ଢଙ୍ଗରେ ସମ୍ପନ୍ନ ହୋଇଥାଏ। ସନ୍ଥଙ୍କ କଥାର ଶ୍ରବଣ ସନ୍ଥ ସମାଗମ ସଦୃଶ ଅଟେ। ସନ୍ଥ ସାନ୍ନିଧ୍ୟ ମହତ୍ତ୍ୱ ଅତି ମହାନ ଅଟେ। ତଦ୍ଦ୍ୱାରା ଦୈହିକ ଚେତନା, ଅହଙ୍କାର ଓ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ଲାଭ ହୋଇ ପରମ ଗତି ପ୍ରାପ୍ତ ହୁଏ। ହୃଦୟର ସମସ୍ତ ଗ୍ରନ୍ଥି ଖୋଲିଯାଏ ଏବଂ ଈଶ୍ୱରଙ୍କ ସହିତ ଯିଏକି ଚୈତନ୍ୟ ଘନ ସ୍ୱରୂପ ମିଳନ ହୋଇଯାଏ। ବିଷୟାସକ୍ତିରୁ ବିରକ୍ତି ବୃଦ୍ଧି ପାଏ ତଥା ସୁଖ ଦୁଃଖରେ ସ୍ଥିର ରହିବାର ଶକ୍ତି ପ୍ରାପ୍ତ ହୁଏ ଏବଂ ଆଧ୍ୟାତ୍ମିକ ଉନ୍ନତି ସୁଲଭ ହୋଇଯାଏ। ଯଦି ତୁମେ କୌଣସି ସାଧନା ଯଥା ନାମସ୍ମରଣ, ପୂଜନ ବା ଭକ୍ତି ଇତ୍ୟାଦି କରୁନାହଁ, ତଥାପି ଯଦି ତୁମେ କେବଳ ଅନନ୍ୟ ଭାବରେ ସନ୍ଥଙ୍କ ଶରଣାଗତ ହେଉଛ, ତାହେଲେ ମଧ୍ୟ ସେ ତୁମକୁ ସହଜରେ ଭବସାଗରରୁ ପାର କରିବେ। ଏହି କାର୍ଯ୍ୟ ନିମିତ୍ତ ସନ୍ଥ ବିଶ୍ୱରେ ପ୍ରକଟ ହୁଅନ୍ତି। ପବିତ୍ର ନଦୀ ଗଙ୍ଗା, ଯମୁନା, ଗୋଦାବରୀ, କୃଷ୍ଣା, କାବେରୀ ଆଦି ସଂସାରର ସମସ୍ତ ପାପକୁ ଧୋଇ ଦେଉଥିଲେ ମଧ୍ୟ ସେମାନଙ୍କର ବି ଇଚ୍ଛା ଥାଏ ଯେ କୌଣସି ସନ୍ଥ ମହାତ୍ମା ନିଜର ଚରଣ ସ୍ପର୍ଶରେ ତାଙ୍କୁ ପବିତ୍ର କରନ୍ତୁ। ସନ୍ଥଙ୍କର ପ୍ରଭାବ ଏହିପରି। ଗତ ଜନ୍ମର ଶୁଭକର୍ମର ଫଳ ଯୋଗୁଁ ହିଁ ସାଇଙ୍କ ଚରଣ ପ୍ରାପ୍ତି ସମ୍ଭବ ହୁଏ। ଏବେ ସେ ସାଇଙ୍କ ମୋହବିନାଶକ ଚରଣରେ ଧ୍ୟାନ କରି ଏହି ଅଧ୍ୟାୟ ସମାପ୍ତ କରିବା। ତାଙ୍କର ସ୍ୱରୂପ କେତେ ସୁନ୍ଦର ଓ ମନୋହର। ମସଜିଦର କୋଣରେ ଦଣ୍ଡାୟମାନ ହୋଇ ସେ ଭକ୍ତଗଣଙ୍କୁ ସେମାନଙ୍କର କଲ୍ୟାଣ ନିମିତ୍ତ ଉଦି ବିତରଣ କରୁଛନ୍ତି। ଯିଏ ଏହି ବିଶ୍ୱକୁ ମିଥ୍ୟା ମନେକରି ସଦା ଆତ୍ମାନନ୍ଦରେ ନିମଗ୍ନ ରହୁଥିଲେ, ସେ ସଚ୍ଚିଦାନନ୍ଦ ସାଇ ମହାରାଜଙ୍କ